श्रीमद्भगवद्गीता। ॐ श्री परमात्मने नमः। अथ द्वितीयोऽध्यायः सांख्ययोगः। संजय उवाच तं तथा कृपयाविष्टमश्रुपुन्नाकुलेक्षणं विषिदन्तमिदं वाक्यम् उवाच मधुसूदनः। संजय कहिले, सेहिपरि कातरतारे आविष्ट विषादग्रस्त ଓ ଅଶ୍ରୁ ଯୋଗୁଁ ନେତ୍ରର ଦୃଷ୍ଟିଶକ୍ତି ଅବରୁଦ୍ଧ ହୋଇଯାଇଥିବା ସେହି ଅର୍ଜୁନଙ୍କ ପ୍ରତି ଭଗବାନ ମଧୁସୂଦନ ଏହି ନିମ୍ନୋକ୍ତ ବଚନ କହିଲେ। ଶ୍ରୀ ଭଗବାନୁବାଚ କୁତସ୍ତ୍ୱାକସ୍ମଳମିଦଂ ବିଷମେ ସମୁପସ୍ଥିତम् ଅନାର୍ଯ୍ୟଦୁଷ୍ଟମ ସ୍ୱର୍ଗ୍ୟମ୍ ଅକୀର୍ତ୍ତିକରମ୍ ଅର୍ଜୁନ। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଏହି ବିଷମ ସମୟରେ ତୁମକୁ ଏ କାପୁରୁଷତା କେଉଁଠୁ ପ୍ରାପ୍ତ ହେଲା, ଯାହାକୁ ଶ୍ରେଷ୍ଠ ପୁରୁଷ ଗ୍ରହଣ କରନ୍ତି ନାହିଁ? ଏହା ସ୍ୱର୍ଗପ୍ରଦାୟକ ନୁହେଁ ଏବଂ କୀର୍ତ୍ତିଦାୟକ ମଧ୍ୟ ନୁହେଁ। କ୍ଳୈବ୍ୟଂ ମାସ୍ମଗମଃ ପାର୍ଥ ନୈତତ୍ତ୍ୱଜ୍ୟୁପପଦ୍ୟତେ କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୟକ୍ତ୍ୱା ତିଷ୍ଠ ପରନ୍ତପ। ହେ ପୃଥାନନ୍ଦନ ଅର୍ଜୁନ, ନପୁଂସକତା ପ୍ରାପ୍ତ ହୁଅ ନାହିଁ। ତୁମ ପକ୍ଷରେ ଏହା ଉଚିତ ନୁହେଁ। ହେ ପରନ୍ତପ, ହୃଦୟର ଏହି ତୁଚ୍ଛ ଦୁର୍ବଳତା ତ୍ୟାଗ କରି ଯୁଦ୍ଧ ପାଇଁ ଠିଆ ହୁଅ। ଅର୍ଜୁନ ଉବାଚ କଥଂ ଭୀଷ୍ମମହଂ ସଂଖ୍ୟେ ଦ୍ରୋଣଂ ଚ ମଧୁସୂଦନ ଇଷୁଭିଃ ପ୍ରତିଯୋତ୍ସ୍ୟାମି ପୂଜାର୍ହା ବରିସୂଦନ। ଅର୍ଜୁନ କହିଲେ, ହେ ମଧୁସୂଦନ, ମୁଁ ରଣଭୂମିରେ ଭୀଷ୍ମ ଓ ଦ୍ରୋଣଙ୍କ ସହିତ ଶର ସାହାଯ୍ୟରେ କିପରି ଯୁଦ୍ଧ କରିବି? ହେ ଅରିସୂଦନ, ଏ ଦୁହେଁ ତ ମୋର ପୂଜନୀୟ। ଗୁରୁନ୍ ହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁଂ ଭୈକ୍ଷମପୀହ ଲୋକେ ହତ୍ୱାର୍ଥକାମାଂସ୍ତୁ ଗୁରୁନିହୈବ ଭୁଞ୍ଜିୟ ଭୋଗାନ୍ ରୁଧିର ପ୍ରଦିଗ୍ଧାନ୍। ମହାନୁଭାବ, ଗୁରୁଜନମାନଙ୍କୁ ନ ମାରି ଇହଲୋକରେ ମୁଁ ଭିକ୍ଷାନ୍ନ ଭକ୍ଷଣ କରିବାକୁ ମଧ୍ୟ ଶ୍ରେଷ୍ଠ ମନେ କରୁଛି। କାରଣ ଗୁରୁଜନମାନଙ୍କୁ ମାରି ଏଠାରେ ରକ୍ତରଞ୍ଜିତ ତଥା ଧନ କାମନା ପ୍ରଧାନ ଭୋଗ କେବଳ ତ ଉପଭୋଗ କରିବି। ନ ଚୈତଦ୍ବିଦ୍ମଃ କତରନ୍ନୋ ଗରୀୟୋ ଯଦ୍ବା ଜୟେମ ଯଦି ବା नो ଜୟେୟୁଃ ଜାନେବ ହତ୍ୱା ନ ଜିଜୀବିଷାମ ସ୍ତେ ଅବସ୍ଥିତାଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରାଃ। ଆମେ ଏ କଥା ବି ଜାଣିନାହୁଁ ଯେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବା ଓ ନ କରିବା ମଧ୍ୟରୁ କେଉଁଟି ଅତ୍ୟନ୍ତ ଶ୍ରେଷ୍ଠ, ଅଥବା ଆମେ ସେମାନଙ୍କୁ ଜିତିବୁ ନା ସେମାନେ ଆମକୁ ଜିତିବେ। ଯେଉଁମାନଙ୍କୁ ମାରି ଆମେ ବଞ୍ଚିବା ପାଇଁ ମଧ୍ୟ ଚାହୁଁନାହୁଁ, ସେହି ଧୃତରାଷ୍ଟ୍ରଙ୍କ ସ୍ୱଜନମାନେ ହିଁ ଆମ ସମ୍ମୁଖରେ ଠିଆ ହୋଇଛନ୍ତି। କାର୍ପଣ୍ୟ ଦୋଷୋପହତ ସ୍ୱଭାବଃ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ଼ଚେତଃ ଯତ୍ଶ୍ରେୟଃ ସ୍ୟାନିଶ୍ଚିतं ବ୍ରୂହି ତନ୍ମେ ଶିଷ୍ୟସ୍ତେହଂ ସାଧିମାଂ ତ୍ୱାଂ ପ୍ରପନ୍ନମ୍। ଭୀରୁତା ରୂପକ ଦୋଷ ଦ୍ୱାରା ମୋ ସ୍ୱଭାବ ତିରସ୍କୃତ ହୋଇଥିବାରୁ ଏବଂ ଧର୍ମ ବିଷୟରେ ଅନ୍ତଃକରଣ ମୋହିତ ହୋଇଥିବାରୁ ମୁଁ ଆପଣଙ୍କୁ ପଚାରୁଅଛି ଯେ ଯାହା ନିଶ୍ଚିତ କଲ୍ୟାଣକାରକ ତାହା ମୋତେ କୁହନ୍ତୁ। ମୁଁ ଆପଣଙ୍କର ଶିଷ୍ୟ, ଆପଣଙ୍କଠାରେ ଶରଣ ଯାଇଥିବାରୁ ମୋତେ ଶିକ୍ଷା ଦିଅନ୍ତୁ। ନ ହି ପ୍ରପଶ୍ୟାମି ମମାପନୋଦ୍ୟାତ୍ ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ଅବାପ୍ୟ ଭୂମାବସପତ୍ନମୃଦ୍ଧଂ ରାଜ୍ୟଂ ସୁରାଣାମପି ଚାଧିପତ୍ୟଂ। କାରଣ ପୃଥିବୀରେ ଧନଧାନ୍ୟ ସମୃଦ୍ଧ ଶତ୍ରୁବିହୀନ ରାଜ୍ୟ ତଥା ସ୍ୱର୍ଗରେ ଦେବଗଣଙ୍କ ଆଧିପତ୍ୟ ମିଳିଗଲେ ମଧ୍ୟ ଇନ୍ଦ୍ରିୟମାନଙ୍କୁ
ଶୁଷ୍କ କରାଉଥିବା ମୋର ଯେଉଁ ଶୋକ ହେଉଛି ତାହା ଯେ ଦୂର ହୋଇଯିବ ଏହା ନୁହେଁ, ଏହା ମୁଁ ଦେଖିପାରୁନାହିଁ। ସଞ୍ଜୟ ଉବାଚ ଏବମୁକ୍ତ୍वा ହୃଷୀକେଶଂ ଗୁଡ଼ାକେଶः ପରନ୍ତପ न जोच्य इति ଗୋବିନ୍ଦମୁକ୍ତ୍वा ତୂଷ୍ଣୀଂ ବଭୁବଃ। ସଞ୍ଜୟ କହିଲେ, ହେ ଶତ୍ରୁତାପନ ଧୃତରାଷ୍ଟ୍ର, ଏପରି କହିସାରି ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଭଗବାନ ଗୋବିନ୍ଦଙ୍କୁ ମୁଁ ଯୁଦ୍ଧ କରିବି ନାହିଁ ବୋଲି ସ୍ପଷ୍ଟ ରୂପେ କହି ଚୁପ୍ ହୋଇଗଲେ। ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ସେନୟୋରୁଭୟୋର୍मध्ये ବିଷୀଦନ୍ତମିଦଂ ବଚଃ। ହେ ଭରତ ବଂଶୋଦ୍ଭବ ଧୃତରାଷ୍ଟ୍ର, ଉଭୟ ସେନାଙ୍କ ମଧ୍ୟଭାଗରେ ବିଷାଦମଗ୍ନ ତାଙ୍କୁ ଅର୍ଜୁନଙ୍କୁ ଭଗବାନ ହୃଷୀକେଶ ହସିଲା ପରି ଏହି ବଚନ କହିଲେ। ଶ୍ରୀ ଭଗବାନ ଉବାଚ ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ଗତାସୁ ନ ଗତାସୁଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ। ଶ୍ରୀ ଭଗବାନ କହିଲେ, ତୁମେ ଯାହା ପାଇଁ ଶୋକ କରିବା ଉଚିତ ତାହା ପାଇଁ ଶୋକ କରୁଛ, ତୁମେ ଯାହା ପାଇଁ ଶୋକ କରିବା ଅନୁଚିତ ତାହା ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ଭଳି କଥା କହୁଛ, କିନ୍ତୁ ମୃତଙ୍କ ପାଇଁ ଓ ଜୀବିତଙ୍କ ପାଇଁ ପଣ୍ଡିତ ଲୋକେ ଶୋକ କରନ୍ତି ନାହିଁ। ନ ତ୍ୱେବା ଅହଂ ଚାତୁନାସଂ ନ ତ୍ୱଂ ନେମେ ଜନାଧିପଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍। କୌଣସି କାଳରେ ଯେ ମୁଁ ନଥିଲି, ତୁମେ ନଥିଲ ତଥା ଏହି ରାଜାମାନେ ନଥିଲେ ଏ କଥା ବି ନୁହେଁ, ଏବଂ ଏହାପରେ ଭବିଷ୍ୟତରେ ଯେ ଆମ୍ଭେମାନେ ସମସ୍ତେ ରହିବା ନାହିଁ ଏ କଥା ବି ନୁହେଁ। ଦେହିନୋ ଅସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଦେହଧାରୀର ଏହି ମନୁଷ୍ୟ ଶରୀରରେ ଯେପରି ବାଲ୍ୟାବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା ଆସେ, ସେହିପରି ଅନ୍ୟ ଶରୀର ପ୍ରାପ୍ତ ହୁଏ, ସେଥିରେ ଧୀର ମନୁଷ୍ୟ ମୋହିତ ହୁଏ ନାହିଁ। ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦଃ ଆଗମାପାୟିନୋ ଅନିତ୍ୟାସ୍ତାଂ ସ୍ଥିତିକ୍ଷସ୍ୱ ଭାରତ। ହେ କୁନ୍ତୀ ନନ୍ଦନ, ଇନ୍ଦ୍ରିୟମାନଙ୍କର ବିଷୟ ଜଡ଼ ପଦାର୍ଥ ତ ଶୀତ ଅନୁକୂଳତା ଓ ଉଷ୍ଣ ପ୍ରତିକୂଳତା ଦ୍ୱାରା ସୁଖ ଦୁଃଖ ପ୍ରଦାନ କରେ, ତଥା ସେଗୁଡ଼ିକ ଆଗମନ ପ୍ରତ୍ୟାଗମନଶୀଳ ଓ ଅନିତ୍ୟ। ହେ ଭରତ ବଂଶୋଦ୍ଭବ ଅର୍ଜୁନ, ସେ ସବୁକୁ ତୁମେ ସହ୍ୟ କର। ଜଂହି ନ ବ୍ୟଥୟନ୍ତେତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖଂ ଧୀରଂ ସୋऽମୃତତ୍ୱାୟ କଳ୍ପତେ। କାରଣ ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ, ସୁଖ ଦୁଃଖରେ ସମଭାବାପନ୍ନ ଯେଉଁ ବୁଦ୍ଧିମାନ ମନୁଷ୍ୟକୁ ଏହି ମାତ୍ରାସ୍ପର୍ଶ ପଦାର୍ଥ ବ୍ୟତୀତ ସୁଖୀ ଦୁଃଖୀ କରିପାରନ୍ତି ନାହିଁ, ସେ ଅମର ହେବା ପାଇଁ ସମର୍ଥ ହୋଇଯାଏ, ଅର୍ଥାତ୍ ଅମର ହୋଇଯାଏ। ନା ସତୋ ବିଦ୍ୟତେ ଭାବୋ ନା ଭାବୋ ବିଦ୍ୟତେ ସତଃ ଉଭୟୋରପି ଦୃଷ୍ଟନ୍ତ୍ୱସ୍ତାନୟୋସ୍ତତ୍ୱଦର୍ଶିଭିଃ। ଅସତ୍ର ଭାବ ସତ୍ତା ବିଦ୍ୟମାନ ନାହିଁ ଏବଂ ସତ୍ର ଅଭାବ ବିଦ୍ୟମାନ ନାହିଁ। ତତ୍ତ୍ୱଦର୍ଶୀ ମହାପୁରୁଷଗଣ ଏ ଦୁଇଟିର ହିଁ ତତ୍ତ୍ୱ ଦେଖିଛନ୍ତି, ଅର୍ଥାତ୍ ଅନୁଭବ କରିଛନ୍ତି। ଅବିନାଶୀ ତୁ ତଦ୍ବିద్ధି ଯେନ ସର୍ବମିଦଂ ତତଂ ବିନାଶଂ ଅବ୍ୟୟସ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି। ଅବିନାଶୀ କିନ୍ତୁ ତାହାକୁ ଜାଣ ଯାହାଦ୍ୱାରା ଏହି ସାରା ସଂସାର ବ୍ୟାପ୍ତ। ଏହି ଅବିନାଶୀର ବିନାଶ କେହି ହେଲେ କରିପାରନ୍ତି ନାହିଁ। ଅନ୍ତବନ୍ତ ଇମେ ଦେହା ନିତ୍ୟଶୋକ୍ତାଃ ଶରୀରିଣଃ
अनासीनो अप्रमेयस्य तस्माद्युध्यस्व भारत। अविनाशी, अप्रमेय ଓ ନିତ୍ୟ ସ୍ଥିତ ଏହି ଶରୀରର ଏ ଦେହଗୁଡ଼ିକୁ ନଶ୍ୱର କୁହାଯାଇଛି। ତେଣୁ ହେ ଅର୍ଜୁନ, ତୁମେ ଯୁଦ୍ଧ କର। ଜ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ଉଭୌ ତୌ ନ ବିଜାନୀतो ନାୟଂ ହନ୍ତି ନ ହନ୍ୟତେ। ଯେଉଁ ମନୁଷ୍ୟ ଏହାକୁ ଅବିନାଶୀ ଶରୀରକୁ ହତ୍ୟାକାରୀ ମନେକରେ ଏବଂ ଯେଉଁ ମନୁଷ୍ୟ ଏହାକୁ ମରଣଶୀଳ ମନେକରେ, ସେ ଦୁହେଁ ଏହାକୁ ଜାଣନ୍ତି ନାହିଁ, କାରଣ ଏ ମାରେ ନାହିଁ କି ମରେ ନାହିଁ। ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ଅଜୋ ନିତ୍ୟଃ ଶାଶ୍ୱତୋ ଅୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ। ଏହି ଶରୀର କେବେ ଜନ୍ମ ହୁଏ ନାହିଁ କିମ୍ବା ମରେ ନାହିଁ ତଥା ଉତ୍ପନ୍ନ ହୋଇ ପୁନର୍ବାର ହୁଏ ନାହିଁ। ଏହା ଜନ୍ମରହିତ, ନିତ୍ୟ, ଶାଶ୍ୱତ ଓ ପୁରାଣ, ଅନାଦି। ଶରୀରକୁ ମାରିଦେଲେ ମଧ୍ୟ ଇଏ ମରେ ନାହିଁ। ବେଦା ବିନୟାସିନଂ ନିତ୍ୟଂ ଜୟେନମଜମବ୍ୟୟଂ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକଂ। ହେ ପୃଥାନନ୍ଦନ, ଯେଉଁ ମନୁଷ୍ୟ ଏହି ଶରୀରକୁ ଅବିନାଶୀ, ନିତ୍ୟ, ଜନ୍ମରହିତ ଓ ଅବ୍ୟୟ ଜାଣେ, ସେ କିପରି କାହାକୁ ମାରିବ ଓ କିପରି କାହାକୁ ମରାଇବ। ବାସାଂସି ଜିନ୍ନାନି ଯଥା ବିହାୟ ନବାନି ଗୃହ୍ଣାତି ନରୋପରାଣି ତଥା ଶରୀରାଣୀ ବିହାୟ ଜିନ୍ନାନ୍ୟନ୍ୟାନି ସଞ୍ଜାତି ନବାନି ଦେହି। ମନୁଷ୍ୟ ଯେପରି ଜୀର୍ଣ୍ଣ ବସ୍ତ୍ରଗୁଡ଼ିକୁ ପରିତ୍ୟାଗ କରି ଅନ୍ୟ ନୂଆ ନୂଆ ବସ୍ତ୍ର ପରିଧାନ କରେ, ସେହିପରି ଦେହି ପୁରାତନ ଶରୀରଗୁଡ଼ିକୁ ତ୍ୟାଗ କରି ଅନ୍ୟ ନୂଆ ନୂଆ ଶରୀରକୁ ଚାଲିଯାଏ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ। ଶସ୍ତ୍ରଗୁଡ଼ିକ ଏହି ଶରୀରକୁ ଛେଦନ କରିପାରନ୍ତି ନାହିଁ, ଅଗ୍ନି ଏହାକୁ ଦହନ କରିପାରେ ନାହିଁ, ଜଳ ଏହାକୁ ସିକ୍ତ କରିପାରେ ନାହିଁ ଏବଂ ବାୟୁ ଏହାକୁ ଶୁଷ୍କ କରିପାରେ ନାହିଁ। ଅଛେଦ୍ୟୋऽୟମ ଦାୟିହୋ ଅୟମ କ୍ଲେଦ୍ୟ ଶୋଷ୍ୟ ଏବ ଚ ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋ ଅୟଂ ସନାତନଃ। ଏହି ଶରୀରକୁ ଛେଦନ କରାଯାଇପାରେ ନାହିଁ, ଏହାକୁ ଜଳାଯାଇପାରେ ନାହିଁ, ଆର୍ଦ୍ର କରାଯାଇପାରେ ନାହିଁ ଓ ଶୁଷ୍କ କରାଯାଇପାରେ ନାହିଁ, କାରଣ ଏହା ନିତ୍ୟ, ସର୍ବବ୍ୟାପୀ, ଅଚଳ, ସ୍ଥାଣୁ ଓ ଅନାଦି। ଅବ୍ୟକ୍ତୋऽୟମ ଚିନ୍ତ୍ୟୋऽୟମ ବିକାର୍ଯ୍ୟୋऽୟମୁଚ୍ୟତେ ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି। ଏହି ଦେହି ପ୍ରତ୍ୟକ୍ଷ ଦୃଷ୍ଟିଗୋଚର ହୁଏ ନାହିଁ, ଏହା ଚିନ୍ତନର ବିଷୟ ନୁହେଁ, ଏହାକୁ ନିର୍ବିକାର କୁହାଯାଏ। ତେଣୁ ଏହି ଦେହିକୁ ଏପରି ଜାଣି ଶୋକ କରିବା ଅନୁଚିତ। ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତଂ ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି। ହେ ମହାବାହୁ, ଯଦି ତୁମେ ଏହି ଦେହିକୁ ନିତ୍ୟ ଜନ୍ମଶୀଳ ମାନୁଥାଅ କିମ୍ବା ନିତ୍ୟ ମରଣଶୀଳ ମଧ୍ୟ ମାନୁଥାଅ, ତଥାପି ତୁମେ ଏପରି ଶୋକ କରିବା ଅନୁଚିତ। ଜାତସ୍ୟ ହି ଧ୍ରୁବୋ ମୃତ୍ୟୋର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ତସ୍ମାଦପରିହାର୍ଯ୍ୟେ ଅର୍ଥେ ନ ତ୍ୱଂ ଶୋଚିତୁମର୍ହସି। କାରଣ ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ ଏବଂ ଯିଏ ମରିଛି ତାର ଜନ୍ମ ସୁନିଶ୍ଚିତ, ତେଣୁ ଏହାର ପରିହାର ହୋଇପାରିବ ନାହିଁ। ଏ ବିଷୟରେ ତୁମେ ଶୋକ କରିବା ଅନୁଚିତ। ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ
अव्यक्तनिधनान्येव तत्र का परिदेवना। हे भारत, सकल प्राणी जन्म पूर्वरु अव्यक्त थिले एवं मृत्यु परे अव्यक्त होइजिबे। केवल मध्यकाଳରେ ହିଁ ବ୍ୟକ୍ତ ଭଳି ଦେଖାଯାଉଛନ୍ତି। ଏଥିରେ ଶୋକ କରିବାର କ'ଣ ଅଛି? आश्चर्यवत् पश्यति कश्चिदेनम् आश्चर्यवत् वदति तथैव चान्यः आश्चर्यवचैनमन्यः शृणोति श्रुत्वाप्येनं वेद न चैव कश्चित्। केही ए शरीर को आश्चर्य परि देखे अनुभव करे एवं सेही भली आउ केही आश्चर्य परि वर्णना करे तथा अन्य केही एहाकू आश्चर्य परि शुणे एवं एहाकू शुणिकरी मध्य केही जाने नाही, अर्थात एहा दुर्विज्ञेय। देहि नित्यमबध्योऽयं देहे सर्वस्य भारत तस्मात् सर्वाणि भूतानि न त्वं शोचितुमर्हसि। हे भरत वंशज अर्जुन, समस्तंक देहरे एही देही नित्य अबध्य, तेणु समस्त प्राणींक पाई अर्थात कौनसी प्राणी पाई तुम्हें शोक करवा उचित नुहे। स्वधर्ममपि चावेक्ष्य न विकम्पितुमर्हसि धर्म्याधियुद्धात् श्रेयो अन्यात् क्षत्रियस्य न विद्यते। एवं निजर क्षत्र धर्म को देखि मध्य तुम्हें विकम्पित अर्थात कर्तव्य कर्मरु विचलित हेबा उचित नुहे, कारण धर्ममय युद्धरु बळी क्षत्रिय पाई अन्य कौनसी कल्याणकारक कर्म नाही। जदृच्छया चोपपन्नं स्वर्गद्वारमपावृतं सुखिनः क्षत्रियाः पार्थ लभन्ते युद्धमीदृशम्। आपे आपे प्राप्त होइथिबा युद्ध मध्य उन्मुक्त स्वर्गद्वार अटे। हे पृथानंदन, जो मानकु एहिपरि युद्ध प्राप्त हुए सेही क्षत्रिय माने बड़ सुखी। अथ चेत्त्वमिमं धर्म्यं संग्रामं न करिष्यसि ततः स्वधर्मं कीर्तिं च हित्वा पापम् अवाप्स्यसि। एबे जदि तुमे एही धर्ममय युद्ध न करिब ताहले निजर धर्म ओ कीर्ति त्याग करी पाप भागी हेब। अकीर्तिं चापि भूतानि कथयिष्यन्ति ते अव्ययाम् सम्भावितस्य चाकीर्तेर्मरणादतिरिच्यते। एवं समस्त प्राणी मध्य तुमर अक्षय अपकीर्ति गान करिवे। अपकीर्ति सम्मानित मनुष्य पाई मृत्यु ठारु मध्य अधिक दुःखदायी हो जाए। भयाद्रणादु परतं मंस्यते त्वां महारथः जेषां च त्वं बहुमतो भूत्वा जास्यसि लाघवम्। तथा महारथी माने तुमे भय हेतु युद्धरु विरत हेले बोली भाविबे। जो मानक धारणारे तुमे मान्यगण्य होइथिल सेही मानक दृष्टि रे तुमे नगण्य होइजिब। अवाच्यवादांश्च बहून् वदिष्यन्ति तवाहितः निन्दन्तस्तव सामर्थ्यं ततो दुःखतरं नु किम्। तुमर शत्रुगण तुम सामर्थ्य को निंदा करी बहुत अकथनीय वचन मध्य कहिबे, ताहा ठारू बळी आउ दुःखर कथा कौन हेब। हतो वा प्राप्स्यसि स्वर्गं जित्वा वा भोक्ष्यसे महिं तस्मादुत्तिष्ठ कौन्तेय युद्धाय कृतनिश्चयः। जदि तुमे युद्धरे निहत हेब तुमको स्वर्ग प्राप्त हेब, आउ जदि जीतिजीव तेबे पृथ्वी राज्य भोग करिब। तेणु हे कुंती नंदन, तुमे युद्ध पाई निश्चय करी ठिया हुआ। सुख दुखे समे कृत्वा लाभालाभौ जया जयौ
ततो युद्धाय युज्यस्व नैवं पापम् अवाप्स्यसि। जय पराजय लाभ क्षति और सुख दुख को समान करी तापरे युद्धरे मनोनिवेश कर। एहिभଳି युद्ध कले तुमे पाप भागी हेब नाही। एषा ते अभिहिता संख्ये बुद्धिर्योगे त्वयिमां शृणु। बुद्ध्या युक्तो जया पार्थ कर्मबन्धं प्रहास्यसि। हे पार्थ, एही समबुद्धि तुम पाई प्रथमे सांख्य जोगरे कुहागला एवं एबे एहाकु कर्मजोग प्रसंगरे शुण। जो समबुद्धि युक्त होई तुमे कर्मबंधन त्याग करिदेव। नेहाभिक्रमनाशो अस्ति प्रत्यवायो न विद्यते। स्वल्पमप्यस्य धर्मस्य त्रायते महतो भयात्। मनुष्य लोकरे एही समबुद्धि रूपक धर्मर आरंभर नाश हुए नाही, एहार विपरीत फल मध्य हुए नाही एवं एहार स्वल्प अनुष्ठान मध्य जन्म मृत्यु रूपक महाभयरु रक्षा करे। व्यवसायात्मिका बुद्धिरेकेह कुरु नंदन। बहु शाखा ह्यनन्ताश्च बुद्धयो अव्यवसायिनाम्। हे कुरुनंदन, एही समबुद्धि प्राप्ति विषय रे निश्चयात्मिका बुद्धि एक ही होइथाए। अनिश्चित विचारयुक्त मनुष्य मानकर बुद्धि गुड़िक अनंत ओ बहुशाखा विशिष्ट ही होइथाए। जामीमां पुष्पितां वाचं प्रवदन्त्य विपश्चितः। वेदवादरतः पार्थ नान्यदस्तीति वादिनः। कामात्मानः स्वर्गपरा जन्म कर्म फलप्रदाम्। क्रियाविशेषबहुलां भोगैश्वर्यगतिं प्रति। हे पृथानंदन, जो माने कामनारे तन्मय होइछन्ति, स्वर्ग को श्रेष्ठ मने करुछन्ति, वेद वर्णित सकाम कर्मरे प्रीति रखिछन्ति, भोग व्यतीत आउ किछि नाही बोली कहउछन्ति, सेही अविवेकी मनुष्य माने एही प्रकारर जो पुष्पित शोभायुक्त बाणी कहन्ति ताहा जन्म रूपक कर्मफल दिए तथा भोग और ऐश्वर्य प्राप्ति पाई अनेक क्रियार वर्णना करे। भोगैश्वर्य प्रसक्तानां तयापहृत चेतसां व्यवसायात्मिका बुद्धि समाधौ न विधीयते। सेही पुष्पित बाणी द्वारा जहाँकर अंतःकरण अपहृत हो जाइछि अर्थात भोग आड़कू आकर्षित हो जाइछि एवं जो माने भोग और ऐश्वर्य अत्यंत आसक्त सेमानंकर परमात्मा प्रति एक निश्चयात्मिका बुद्धि हुए नहीं। त्रैगुण्य विषया वेदा निस्त्रैगुण्यो भवार्जुन। निर्द्वंद्वो नित्यसत्त्वस्थो निर्जोगक्षेम आत्मवान्। वेद समूह तीन गुणर कार्य को ही वर्णना करती। हे अर्जुन, तुमे त्रिगुणातीत हो जाओ, राग द्वेषादि द्वंद्वरु रहित हो जाओ, नित्य सत्व परमात्मा ठारे स्थित हो जाओ, जोगक्षेमर अभिलाष मध्य रख नाही एवं परमात्मा परायण हो जाओ। जावानर्थ उदपाने सर्वतः संप्लुतोदके तावान् सर्वेषु वेदेषु ब्राह्मणस्य विजानतः। सबु दिगरु परिपूर्ण महान जलाश्रय को पाइबा परे मनुष्यर छोट गाड़ियार जलरे जेतिकी प्रयोजन अर्थात कौनसी प्रयोजन रहे नाही, वेद और शास्त्र मानंकु तत्वतः जानुथिबा ब्रह्मज्ञानींकर समस्त वेदरे सेतिकी प्रयोजन अर्थात कौनसी प्रयोजन रहे नाही। कर्मण्येवाधिकारस्ते मा फलेषु कदाचन मा कर्मफल हेतुर्हुर्मा ते संगस्त्वकर्मणि। कर्तव्य कर्म करिबारे ही तुमर अधिकार अछि,
ଫଳରେ ଆଦୌ ନୁହେଁ। ତେଣୁ ତୁମେ କର୍ମଫଳର ହେତୁ ହୁଅ ନାହିଁ ଏବଂ ତୁମର କର୍ମ ନ କରିବା ପ୍ରତି ମଧ୍ୟ ଆସକ୍ତି ନ ହେଉ। ଯୋଗସ୍ତଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ସିଦ୍ଧ୍ୟ ସିଦ୍ଧ୍ୟୋଃ ସମೋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ। ହେ ଧନଞ୍ଜୟ, ଆସକ୍ତି ତ୍ୟାଗ କରି ସିଦ୍ଧି ଅସିଦ୍ଧିରେ ସମ ହୋଇ ଯୋଗସ୍ଥ ହୋଇ କର୍ମ କର, କାରଣ ସମତାକୁ ହିଁ ଯୋଗ କୁହାଯାଏ। ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗା ଧନଞ୍ଜୟ ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ। ବୁଦ୍ଧିଯୋଗ ସମତା ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିକୃଷ୍ଟ। ତେଣୁ ହେ ଧନଞ୍ଜୟ, ତୁମେ ବୁଦ୍ଧି ସମତାର ଆଶ୍ରୟ ନିଅ, କାରଣ ଫଳର ହେତୁ ହେଉଥିବା ମନୁଷ୍ୟ ଅତ୍ୟନ୍ତ ଦୀନ। ବୁଦ୍ଧିଯୁକ୍ତୋ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମାତ୍ ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍। ସମବୁଦ୍ଧି ସମ୍ପନ୍ନ ମନୁଷ୍ୟ ଏଠାରେ ଜୀବିତ ଅବସ୍ଥାରେ ପୁଣ୍ୟ ଓ ପାପ ଉଭୟକୁ ତ୍ୟାଗ କରିଦିଏ। ତେଣୁ ତୁମେ ଯୋଗ ସମତା ପ୍ରାପ୍ତି ନିମନ୍ତେ ଯତ୍ନଶୀଳ ହୁଅ, କାରଣ ଯୋଗ ହିଁ କର୍ମରେ କୁଶଳତା। କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୟକ୍ତ୍ୱା ମନୀଷିଣଃ ଜନ୍ମବନ୍ଧ ବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତ୍ୟନାମୟମ୍। କାରଣ ସମତାଯୁକ୍ତ ମନୀଷୀ ସାଧକମାନେ କର୍ମଜନିତ ଫଳକୁ ଅର୍ଥାତ୍ ସମଗ୍ର ସଂସାରକୁ ତ୍ୟାଗ କରି ଜନ୍ମରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପଦକୁ ପ୍ରାପ୍ତ ହୁଅନ୍ତି। ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ତଦା ଗନ୍ତାସି ନିର୍ବେଦଂ ଶ୍ରୋତୋବ୍ୟସ୍ୟ ଶ୍ରୁତସ୍ୟ ଚ। ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ଭଲ ଭାବରେ ଅତିକ୍ରମ କରିଯିବ, ସେତେବେଳେ ତୁମେ ଶ୍ରୁତ ଓ ଶ୍ରୋତବ୍ୟ ଭୋଗରୁ ବୈରାଗ ପ୍ରାପ୍ତ ହେବ। ଶ୍ରୁତିବି ପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ସମାଧାବଚଳା ବୁଦ୍ଧିಸ್ತଦା ଯୋଗମବାପ୍ସ୍ୟସି। ଯେତେବେଳେ ଶାସ୍ତ୍ରୀୟ ମତଭେଦରେ ବିଚଳିତ ତୁମର ବୁଦ୍ଧି ନିଶ୍ଚଳ ହୋଇଯିବ ଏବଂ ପରମାତ୍ମାଙ୍କ ଠାରେ ଅଚଳ ହୋଇଯିବ, ସେତେବେଳେ ତୁମେ ଯୋଗ ପ୍ରାପ୍ତ ହେବ। ଅର୍ଜୁନ ଉବାଚ ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ତସ୍ୟ କେଶବ ସ୍ଥିତଧୀଃ କିଂ ପ୍ରଭାସେତ କିମାସୀତ ବ୍ରଜେତ କିମ୍। ଅର୍ଜୁନ କହିଲେ, ହେ କେଶବ, ପରମାତ୍ମାଙ୍କ ଠାରେ ସ୍ଥିର ବୁଦ୍ଧିଯୁକ୍ତ ମନୁଷ୍ୟର ଲକ୍ଷଣ କ'ଣ? ସ୍ଥିର ବୁଦ୍ଧିଯୁକ୍ତ ମନୁଷ୍ୟ କିପରି କହେ, କିପରି ବସେ ଓ କିପରି ଚାଲେ ଅର୍ଥାତ୍ ବ୍ୟବହାର କରେ? ଶ୍ରୀ ଭଗବାନୁବାଚ ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ଆତ୍ମନ୍ୟେବାତ୍ମନା ତୁଷ୍ଠଃ ସ୍ଥିତପ୍ରଜ୍ଞସ୍ତଦୁଚ୍ୟତେ। ଶ୍ରୀ ଭଗବାନ କହିଲେ, ହେ ପୃଥାନନ୍ଦନ, ଯେତେବେଳେ ସାଧକ ମନୋଗତ ସମସ୍ତ କାମନାକୁ ପୂର୍ଣ୍ଣ ରୂପେ ତ୍ୟାଗ କରିଦିଏ ଏବଂ ନିଜ ଦ୍ୱାରା ନିଜଠାରେ ହିଁ ସନ୍ତୁଷ୍ଟ ରହେ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ। ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ବିତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ। ଦୁଃଖ ମିଳିଲେ ଯାହା ମନରେ ଉଦ୍ବେଗ ଜାତ ହୁଏ ନାହିଁ ଏବଂ ସୁଖ ମିଳିଲେ ଯାହା ମନରେ ସ୍ପୃହା ଆସେ ନାହିଁ ତଥା ଯିଏ ରାଗ, ଆସକ୍ତି, ଭୟ ଓ କ୍ରୋଧରୁ ମୁକ୍ତ, ସେହି ମନନଶୀଳ ମନୁଷ୍ୟକୁ ସ୍ଥିର ବୁଦ୍ଧି କୁହାଯାଏ। ଯଃ ସର୍ବତ୍ରାନଭିସ୍ନେହସ୍ତତ୍ପ୍ରାପ୍ୟ ଶୁଭାଶୁଭଂ ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା।
सर्वत्र अनासक्त जो मनुष्य सही शुभ अशुभ को प्राप्त करी हर्षित हुए नहीं कि द्वेष करे नहीं ताहार बुद्धि स्थिर। जदा संहरते चायं कुर्मो अङ्गानीव सर्वशः इन्द्रियाणीन्द्रियार्थेभ्यस्तस्य प्रज्ञा प्रतिष्ठिता। जेपरि कईंच अंगगुड़ी को सबुआड़ू संकुचित करनिए सेहीपरि जेतेबेले एही कर्मयोगी इंद्रिय समूहर विषय इंद्रिय मानकु सर्वथा संकुचित बा निवृत्त करनिए सेतेबेले ताहार बुद्धि स्थिर हो जाए। विषया विनिवर्तन्ते निराहारस्य देहिनः रसवर्जं रसोऽप्यस्य परं दृष्ट्वा निवर्तते। निरहारी मनुष्यर विषय निवृत्त हो जाए सत रस निवृत्त हुए नहीं मात्र परमात्म तत्वर अनुभव होइथिबारु एही स्थितप्रज्ञ मनुष्यर रस मध्य निवृत्त हो जाए अर्थात संसार प्रति तार रसबुद्धि रहे नहीं। जततो ह्यपि कौन्तेय पुरुषस्य विपश्चितः इंद्रियाणि प्रमाथीनि हरन्ति प्रसभं मनः। कारण हे कुंती नंदन रसबुद्धि थिले प्रयत्नशील विद्वान मनुष्यंकर मध्य प्रमथनशील इंद्रिय माने तांक मन को बलपूर्वक हरण करनियंती। तानि सर्वाणि संयम्य युक्त आसित मत्परः वसे हि यस्येन्द्रियाणि तस्य प्रज्ञा प्रतिष्ठिता। कर्मयोगी साधक से समस्त इंद्रियों को वशीभूत करी मत्परायण होई बसिबा उचित। कारण जहार इंद्रिय माने वशीभूत ताहार बुद्धि स्थिर। ध्यायतो विषयान् पुंसः संगस्तेषुपजायते संगात् संजायते कामः कामात् क्रोधभिजायते क्रोधात् भवति सम्मोहः सम्मोहात् स्मृतिविभ्रमः स्मृतिभ्रंशात् बुद्धिनाशो बुद्धिनाशात् प्रणश्यते। विषय गुड़ी को चिंतन करुथिबा मनुष्यर विषय गुड़ी को चिंतन करुथिबा मनुष्यर सही विषय प्रति आसक्ति जात हुए आसक्ति कामना जात हुए कामना रे प्रतिबंधक सृष्टि हेले क्रोध जात हुए क्रोधरु सम्मोह मूढ़ भाव जात हुए सम्मोहरु स्मृति भ्रष्ट हुए स्मृति भ्रष्ट हेले बुद्धि विवेक नाश हुए एवं बुद्धि नाश हेले मनुष्यर पतन हुए। रागद्वेष विजुक्तैस्तु विषयानिन्द्रियैश्चरन् आत्मवश्यैर्विधे आत्मा प्रसादमधिगच्छति। प्रसादे सर्वदुःखानां हानिरस्योपजायते प्रसन्नचेतसो ह्याशो बुद्धिः पर्यवतिष्ठते। किंतु वशीभूत अंतःकरण युक्त कर्मयोगी साधक निज अधीन रे थिबा राग द्वेष रहित इंद्रिय गणक द्वारा विषय सेवन करी मध्य अंतःकरणर निर्मलता प्राप्त हुए। निर्मलता प्राप्त होला परे साधकर समस्त दुख नाश हो जाए एवं एपरी शुद्ध चित्त साधकर बुद्धि निसंदेह अतिशीघ्र परमात्मा ठारे स्थिर हो जाए। नास्ति बुद्धिरजुक्तस्य न चाजुक्तस्य भावना न चाभावयतः शान्तिरशान्तस्य कुतः सुखम्। जहार मन और इंद्रिय माने संजत नुहंती सेपरी मनुष्यर व्यवसायत्मिका बुद्धि हुए नहीं एवं व्यवसायत्मिका बुद्धि न हेबारु सेही अजुक्त मनुष्य ठारे निष्काम भाव अथवा कर्तव्यपरायणतार भावना रहे नहीं। निष्काम भाव न रहिले शांति मिले नहीं। पुणी शांत रहित मनुष्य को सुख किपरि मिलिब। इंद्रियाणां हि चरतां जन्मनो अनुविधीयते तदस्य हरते प्रज्ञां वायुर्नावमिवाम्भसे। कारण
निज निज विषय विचारणशील इंद्रिय मानक मध्यरु गोटे भी इंद्रिय जो मन को निजर अनुगामी करनिए सही मन जलरे नौका को वायु हरण कलापरी एहार बुद्धि को हरण करनिए। तस्मादस्य महाबाहो निगृहीतानि सर्वशः इंद्रियार्थेभ्यस्तस्य प्रज्ञा प्रतिष्ठिता। तेणु हे महाबाहु जो मनुष्यर इंद्रियगण इंद्रिय मानक विषय सर्वथा निगृहीत ताहार बुद्धि स्थिर अटे। जानीसा सर्वभूतानां तस्यां जागर्ति संयमी जस्यां जाग्रति भूतानि सा निशा पश्यतो मुनेः। समस्त प्राणींकर जहा रात्रि परमात्मा प्रति विमुखता सेथिरु संयमी मनुष्य जाग्रत रहंती एवं जोंथिरे समस्त प्राणी जाग्रत रहंती भोग और संग्रह रे माति थांती ताहा तत्वज्ञता मुनिंक दृष्टि रे रात्रि। आपूज्यमाणमचल प्रतिष्ठं समुद्रमापः प्रविशन्ति जद्वत् तद्वत्कामाजं प्रविशन्ति सर्वे स शान्तिमाप्नोति न कामकामी। जेपरी समस्त नदीर जल चतुर्दिगरु जल परिपूर्ण समुद्र रे आसी मिसे किंतु समुद्र निज मर्यादारे अचल प्रतिष्ठित रहे सेहीपरि समस्त भोग्य पदार्थ जो संयमी मनुष्य को विकार उत्पन्न न करी प्राप्त हुए सही मनुष्य परम शांति लाभ करे भोगकामी मनुष्य नुहे। विहाय कामाञ्जः सर्वान् पुमांश्चरति निःस्पृहः निर्ममो निरहंकारः स शान्तिम् अधिगच्छति। जो मनुष्य समस्त कामना त्यागपूर्वक निःस्पृह निर्मम और निरहंकार होई आचरण करे से शांति लाभ करे। ऐसा ब्राह्मी स्थिति पार्थ नैनां प्राप्य विमुह्यते स्थित्वा श्यामन्तकालेऽपि ब्रह्मनिर्वाणमृच्छते। हे पृथानंदन यह ब्राह्मी स्थिति यह प्राप्त होई केबे केही मोहित हुए नाही। एही स्थिति रे अंत काल रे मध्य स्थित होई गले निर्वाण ब्रह्म प्राप्ति हुए। ओम तत्सदिति श्रीमद्भगवद्गीतासूपनिषत्सु ब्रह्म विद्यायां योगशास्त्रे श्रीकृष्णार्जुन संवादे सांख्य योगो नाम द्वितीयोऽध्यायः। यही प्रकार ओम तत्सत यही भगवान नाम उच्चारण पूर्वक ब्रह्म विद्या और योग शास्त्रमय श्रीमद्भगवद्गीतोपनिषद रूपक श्री कृष्णार्जुन संवाद रे सांख्य योग नामक द्वितीय अध्याय पूर्ण हैला। ओम शांति शांति शांति।